ବାହାର କରିଦେବ ଚାକିରି ମୋତେ 20ଟା କାଗଜ ବାହାର କରିଦେଇଛି ତୁ ପଟ୍ଟନାୟକର ତାପରେ ଦିନ ହେବ ଜାନକୀ ପଟ୍ଟନାୟକର ତାପରେ ଦିନ ହେବ ମୋହନ ମାଝୀର ତାପରେ ଦିନ ହେବ ନବୀନ ପଟ୍ଟନାୟକର। ସେଠି ସାମ୍ବାଦିକ କ'ଣ କରିବ? ସାମ୍ବାଦିକ ଯଦି ମାଲିକର କଥା ମାନିକି ନ୍ୟୁଜ୍ ନ ଲେଖିବ ତାହେଲେ ତାକୁ ବାହାର କରିଦେବ ଚାକିରି ମୋତେ 20ଟା କାଗଜ ବାହାର କରିଦେଇଛି ଯେ ସେଠି କ'ଣ ହେଉଛି ଧରାଯାଉ ଜଣେ ଲୋକ ସେଇ ଯେଉଁ ଆପଣ ଯାହାଙ୍କ ନାଁ କହିଲେ ସେ ଦିନେ ଥିଲେ ବିଜେଡ଼ି ସାଙ୍ଗରେ ନବୀନ ପଟ୍ଟନାୟକ ସାଙ୍ଗରେ ଥିଲେ ଏବେ ହଠାତ୍ ସେ ଗଲେ ବିଜେପି କି ଗଲେ ବିଜେପି କି ଗଲା ବେଳକୁ ସେଠି କ'ଣ କଲେ ସେ ବିଜେଡ଼ି ବିରୁଦ୍ଧରେ କହିଲେ ତ ସେଠି ଯେତେବେଳେ ସାମ୍ବାଦିକଟା ଯିଏ ବସିଛି ସେ କ'ଣ କରିବ? ସେ କ'ଣ ଓଟିଭିକୁ ମାନେ ମାଲିକଙ୍କୁ ଛାଡ଼ିକିରି ସେଠି ମାଲିକଙ୍କ ବିରୁଦ୍ଧରେ କହିବ? ଆମ କଥା ହେଲା ଗୋଟେ ଭୁଲ କଥା କୁହାଯାଉଛି ଯେ ସାମ୍ବାଦିକମାନେ ଏସବୁ କଥା କ'ଣ ଖରାପ କରିଯାଇଛନ୍ତି। ମୂଳ କଥାଟା ହେଉଛି ସାମ୍ବାଦିକଟିଏ କରିବ କ'ଣ? ମୁଁ ଗୋଟେ ଲୋକ ମୋତେ 40 ବର୍ଷ 42 ବର୍ଷ ମୁଁ ଏ ସାମ୍ବାଦିକତା କରୁଛି। ମୋତେ କହନ୍ତୁ ମୁଁ ଯଦି ଗୋଟେ ସାମ୍ବାଦିକର କାମ କ'ଣ ସେ ଗୋଟେ ସମ୍ବାଦପତ୍ରକୁ ଲେଖିବ ବା ଗୋଟେ ଗଣମାଧ୍ୟମକୁ ଲେଖିବ ତା'ର ଗୋଟେ ମାଲିକ ରହିବ। ସେ ମାଲିକ ଯଦି ଯାଇକିରି ଆସନ୍ତା କାଲି ହେଇଥିଲା ବିଜୁ ପଟ୍ଟନାୟକର ତାପରେ ଦିନ ହେବ ଜାନକୀ ପଟ୍ଟନାୟକର ତାପରେ ଦିନ ହେବ ମୋହନ ମାଝୀର ତାପରେ ଦିନ ହେବ ନବୀନ ପଟ୍ଟନାୟକର। ସେଠି ସାମ୍ବାଦିକ କ'ଣ କରିବ? ସାମ୍ବାଦିକ ଯଦି ମାଲିକର କଥା ମାନିକି ନ୍ୟୁଜ୍ ନ ଲେଖିବ ତାହେଲେ ତାକୁ ବାହାର କରିଦେବ ଚାକିରି ମୋତେ 20ଟା କାଗଜ ବାହାର କରିଦେଇଛି ଏତେ ବଡ଼ କଥା କ'ଣ ଅଛି? ତେଣୁ ସେଇଥିପାଇଁ ପ୍ରଥମରେ ମୁଁ କ୍ଲିୟର କରିଦେଉଛି ୟା ପାଇଁ ସାମ୍ବାଦିକଟା ଦାୟୀ ନୁହେଁ। ସାମ୍ବାଦିକ କରିବ କ'ଣ? ସେ ଚାକିରି କରିଛି। ତେଣୁ ମାଲିକମାନେ ଯେଉଁମାନେ ରହୁଛନ୍ତି ସେମାନେ ଷ୍ଟାଣ୍ଡାର୍ଡ଼ ମାଲିକ ଆସୁନାହାନ୍ତି। ଯେଉଁମାନେ ଆଗରୁ ମାଲିକ ହେଉଥିଲେ ସେମାନେ ତଳୁ ଉଠି 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 ଆସିକି ମାଲିକ ହେଉଥିଲେ। ଉଦାହରଣ ସ୍ୱରୂପ ରାଧାନାଥ ରଥ ରାଧାନାଥଙ୍କୁ କ'ଣ ଏ କଥା କିଏ ଯାହା ଆଜି ସବୁ ସାମ୍ବାଦିକଙ୍କୁ କୁହାଯାଉଥିଲା? କୁହାଯାଉନଥିଲା। କାହିଁକି କୁହାଯାଉନଥିଲା? କାରଣ ସିଏ ତଳ ସ୍ତରରୁ ଉଠି 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 ଆସିକିରି ସେ ଲେବୁଲ୍ରେ ପହଞ୍ଚିଲେ। ସେ ଅନେକ କଥା ଜାଣିଥିଲେ, ଅନେକ ଲୋକଙ୍କୁ ଚିହ୍ନିଥିଲେ, ଅନେକ ଲୋକ ତାଙ୍କୁ ଚିହ୍ନିଥିଲେ, ଯାହାଫଳରେ ସେ ଯାହା ଲେଖୁଥିଲେ ଯାହା କରୁଥିଲେ ତାହା ସମାଜରେ ନିଶ୍ଚିତ ଭାବରେ ପ୍ରଭାବ ପକାଉଥିଲା। ସମାଜରେ ଯେହେତୁ ପ୍ରଭାବ ପକାଉଥିଲା ତେଣୁ ଲୋକେ ତାକୁ ଡରୁଥିଲେ ଏବଂ ସେଠି ଖାଲି ନୁହଁ ସେ ଲୋକଙ୍କର ପାଇଁ ଭଲ ପାଇଁ କାମ କରୁଥିଲେ। ଯେଉଁଥିପାଇଁ ଆଗରୁ ଆମେ ଗଣମାଧ୍ୟମ କହିଲେ ବୁଝୁଥିଲୁ ଯେ ଗଣମାନଙ୍କର ମାଧ୍ୟମ ଯାହାଦ୍ୱାରା ଆମେ ସ୍ୱାଧୀନତା ସଂଗ୍ରାମ ବଡ଼ ବଡ଼ କଥା ତାକୁ ସବୁ ଆମେ ସାକ୍ଷାତ କରିଛୁ, ତାକୁ ସବୁ ଫେସ୍ କରିଛୁ, ଇଏ କରିଛୁ। ତେଣୁ ବର୍ତ୍ତମାନ ସେସବୁ ହେଇପାରୁନି। ବର୍ତ୍ତମାନ କାହିଁ ହେଇପାରୁନି ନା ବର୍ତ୍ତମାନ ଯିଏ ପାଇଲା ସେ କହିଲା ମୁଁ ହେଉଛି ତୁମେ ଯାହା କହୁଛ ଟିକେ ବାସ୍ ମାଲିକ ଯଦି କହିଲା କାଲି ଧରାଯାଉ ଉଦାହରଣ ସ୍ୱରୂପ ମୁଁ ତୁମକୁ କହୁଛି ଗୋଟିଏ ଲୋକ ଲେଖୁଥିବ ଧରାଯାଉ ମାଲିକ କହିଲା ଯେ ତୁ ଧର ସମ୍ବାଦ ଗୋଟେ କାଗଜ ହେଲା ତା'ର ମାଲିକ ଜାନକୀ ପଟ୍ଟନାୟକ ଥିଲେ ସେତେବେଳେ ଏବେ ସମୟ ପଟ୍ଟନାୟକ ତାଙ୍କ ଜ୍ୱାଇଁ। ବର୍ତ୍ତମାନ ଧରାଯାଉ ତା ପାଖରେ ଯେଉଁ ଲୋକଟି ସାମ୍ବାଦିକ ହେଇକି ଅଛି ସେ କ'ଣ ଆଉ ଲେଖିବ ନବୀନ ପଟ୍ଟନାୟକ ସପୋର୍ଟରେ ଜାନକୀ ପଟ୍ଟନାୟକ ବିରୁଦ୍ଧରେ ଲେଖିବନି। ଏ ହେଲା ନମ୍ବର 2 ହେଉଛି ଯେତେବେଳେ ସୌମ୍ୟ ପଟ୍ଟନାୟକ ଜାନକୀ ପଟ୍ଟନାୟକ ଏ ନବୀନ ପଟ୍ଟନାୟକ ପାଖକୁ ଚାଲିଗଲେ ସେ କ'ଣ କରିବ? ସାମ୍ବାଦିକ କ'ଣ କରିବ? ସେ ଆଉ ନବୀନ ପଟ୍ଟନାୟକ ବିରୁଦ୍ଧରେ ଲେଖିବ? ଲେଖିଲେ ତାକୁ ସୌମ୍ୟ ପଟ୍ଟନାୟକ ଚାକିରି ରଖିବେ? ସେଠି କ'ଣ ହେଉଛି ଧରାଯାଉ ଜଣେ ଲୋକ ସେଇ ଯେଉଁ ଆପଣ ଯାହାଙ୍କ ନାଁ କହିଲେ ସେ ଦିନେ ଥିଲେ ବିଜେଡ଼ି ସାଙ୍ଗରେ ନବୀନ ପଟ୍ଟନାୟକ ସାଙ୍ଗରେ ଥିଲେ ଏବେ ହଠାତ୍ ସେ ଗଲେ ବିଜେପି କି ଗଲା ବେଳକୁ ସେଠି କ'ଣ କଲେ ସେ ବିଜେଡ଼ି ବିରୁଦ୍ଧରେ କହିଲେ ତ ସେଠି ଯେତେବେଳେ ସାମ୍ବାଦିକଟା ଯିଏ ବସିଛି ସେ କ'ଣ କରିବ? ସେ କ'ଣ ଓଟିଭିକୁ ମାନେ ମାଲିକଙ୍କୁ ଛାଡ଼ିକିରି ସେଠି ମାଲିକଙ୍କ ବିରୁଦ୍ଧରେ କହିବ? ସେ କ'ଣ ଯେତେବେଳେ ତା ମାଲିକ ଯାଇକି ବିଜେପିରେ ଅଛନ୍ତି ସେ ବିଜେଡ଼ି ପାଇଁ କହିବ? କହିପାରିବନି, ଅସମ୍ଭବ। ସେଇଥିପାଇଁ ଅଧିକାଂଶ ଲୋକ ଖବରକାଗଜର ମାଲିକ ହେଉଛନ୍ତି, ସାମ୍ବାଦିକ ରହିବାକୁ କିଏ ରାଜି ହେଉନାହାନ୍ତି। ଖବରକାଗଜର ମାଲିକ ସେ ଟିଭି ଚ୍ୟାନେଲର ମାଲିକ ୟାର ଟିଭି ମୂଳରୁ ନାହିଁ ଅମକ ଟିଭି ଗୋଟେ ମୋବାଇଲ ଧରିଛନ୍ତି ଆମେ ଅମକ ଟିଭି କିନ୍ତୁ ଟିଭି ଚ୍ୟାନେଲ ସେଟା କି ନାହିଁ। ଯିଏ ଟିଭି ଚ୍ୟାନେଲ କରିଛି ପଇସା ଖର୍ଚ୍ଚ କରି ଓଟିଭି ଯେଉଁ କଥା କହୁଛ କେତେ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସେମାନେ ଇଏ ତ ଖର୍ଚ୍ଚ କରୁଛନ୍ତି ସେମାନେ ଯାହା କହିବେ ସେ ଆମେ ଯେଉଁ ଆଜି ମିଟିଂ କରିଥିଲୁ ସେଇଥିପାଇଁ କରିଥିଲୁ ଯେ ତମେମାନେ ଏଇ ଯେଉଁ ଖବରକାଗଜ ଲୋକଙ୍କ ପାଇଁ ଖବରକାଗଜ ପାଇଁ ଯେତେବେଳେ ଗଭର୍ଣ୍ଣମେଣ୍ଟ ପଲିସି ରହନ୍ତା ଯେ ନାହିଁ ତୁମକୁ ଆମେ ଏତିକି ବିଜ୍ଞାପନ ଦେବୁ ଖବରକାଗଜ ଛପିବ କେମିତି? ଖବରକାଗଜ ଛପିବାର ଗୋଟେ ବାଟ ହେଉଛି ବିଜ୍ଞାପନ। ଆଉ ତ ସର୍କୁଲେସନରୁ କେତେ ପଇସା ଆସିବ? ଏତେ ପଇସା ଆସିବନି, ବିଜ୍ଞାପନରୁ ଆସିବ। ଯଦି ବିଜ୍ଞାପନର ଯେଉଁ ଲୋକଟି ଦେଲା କିଏ ସରକାର ଯେଉଁ ବିଜ୍ଞାପନ ଦେଲା ସିଏ ଯଦି ଚିନ୍ତା କରିବ ମୋର ଏଇ କାଗଜମାନଙ୍କୁ ଦେବି ଆଉ ଏଇ କାଗଜମାନଙ୍କୁ ଦେବିନି ତ ସେ କାଗଜ ଛାପିବେ କେମିତି? ତେଣୁ ସରକାର ଯଦି ଗୋଟେ ନିର୍ଦ୍ଦିଷ୍ଟ ଭାବରେ ଗୋଟେ ନୀତି କରନ୍ତେ ଯେ ଗୋଟେ ପ୍ରାଇଭେଟ୍ ନୀତି ଆମେ ସମସ୍ତଙ୍କୁ ସମାନ ଭାବରେ ବିଜ୍ଞାପନ ଦେବୁ ତାହେଲେ କାଗଜ ଗୁଡ଼ିକ ବଞ୍ଚନ୍ତେ ଭଲରେ ଚାଲନ୍ତେ। ଚାଲିପାରୁନାହାନ୍ତି ଆଉ କ'ଣ? ହଉ ଥାଉ। ଧନ୍ୟବାଦ।